କେବେ ଓ କେମିତି ହେଲା ଦର୍ପଣର ଆବିଷ୍କାର? ପ୍ରଥମେ କିଏ ଦେଖିଥିଲେ ନିଜ ମୁହଁ? ଦର୍ପଣ ବିନା ଦିନର ଆରମ୍ଭ ହୁଏ ନାହିଁ, କାରଣ ସମସ୍ତେ ଘରେ ରହିବା ସମୟରେ ଓ ଘରୁ ବାହାରିବା ପୂର୍ବରୁ ଦର୍ପଣ ଅର୍ଥାତ୍ ମିରରରେ ନିଜ ମୁହଁ ଦେଖିବାକୁ ପସନ୍ଦ କରନ୍ତି। ଆପଣ କେବେ ଚିନ୍ତା କରିଛନ୍ତି କି ଦର୍ପଣ କିଏ ଉଦ୍ଭାବନ କରିଥିଲେ ଏବଂ କିପରି? ଆଉ ପ୍ରଥମେ ଏଥିରେ କିଏ ନିଜ ଚେହେରା ଦେଖିଥିଲେ? ଦର୍ପଣର ଉଦ୍ଭାବନ ହେବା ଏମିତି ଏକ ଘଟଣା ଯାହା ମାନବ ସଭ୍ୟତାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଆଜିକାଲି ମିରର ଆମର ଦୈନନ୍ଦିନ କାର୍ଯ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି। ଏହାର ଇତିହାସ ବହୁତ ପୁରୁଣା ଏବଂ ଆକର୍ଷଣୀୟ ମଧ୍ୟ। ପ୍ରଥମେ ଲୋକମାନେ କେବଳ ସ୍ଥିର ପାଣିରେ ମୁହଁ ଦେଖୁଥିଲେ। ପୋଖରୀ, ନଦୀ କିମ୍ବା ବାସନରେ ପାଣି ଭର୍ତ୍ତି କରି ସେମାନେ ନିଜ ଚେହେରା ଦେଖିବାକୁ ଚେଷ୍ଟା କରୁଥିଲେ। ଏହାପରେ ଲୋକମାନେ ସୁଗମ ପଥର ବ୍ୟବହାର କରିବା ଆରମ୍ଭ କଲେ। ଏହି ପଥର ଗୁଡ଼ିକ ଜଳ ସହିତ ଚିକ୍କଣ ହୋଇଯାଏ ଏବଂ ମୁହଁର ହାଲୁକା ଛାଇ ପଥର ଉପରେ ଦୃଶ୍ୟମାନ ହୁଏ। ତାପରେ ଧାତୁ ବ୍ୟବହାର କରାଗଲା। ଚେହେରା ଦେଖିବା ପାଇଁ ତମ୍ବା ଏବଂ ପିତ୍ତଳ ମଧ୍ୟ ବ୍ୟବହୃତ କରାଗଲା। ଏହି ଧାତୁ ଗୁଡ଼ିକୁ ସଫାସୁତୁରା କରିବା ପରେ ଏଥିରେ ଚେହେରା ଦେଖାଯାଉଥିଲା। ଯେତେବେଳେ ଲୋକମାନେ ବାଲି ଏବଂ କିଛି ଖଣିଜ ପଦାର୍ଥ ମିଶ୍ରଣ କରି ଗରମ କରିବା ଆରମ୍ଭ କଲେ, ପ୍ରକୃତ ଦର୍ପଣର ଉଦ୍ଭାବନ କରାଯାଇଥିଲା। ଏହି ପ୍ରକ୍ରିୟାରେ ଏକ ସ୍ୱଚ୍ଛ ପଦାର୍ଥ ଗଠନ ହେଲା, ଯାହାକୁ ଆମେ ଆଜି ମିରର ବୋଲି କହୁଛେ। ପ୍ରାଚୀନ ମିଶରୀୟମାନେ ପ୍ରଥମେ ଗ୍ଲାସ୍ ତିଆରି କରିବାରେ ସଫଳ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ। ଅଳଙ୍କାର ଏବଂ ଦର୍ପଣ ତିଆରି କରିବା ପାଇଁ ସେମାନେ ଗ୍ଲାସ୍ ବ୍ୟବହାର କରୁଥିଲେ। ରୋମାନ ସଭ୍ୟତାରେ ଦର୍ପଣର ବ୍ୟବହାର ଅଧିକ ବ୍ୟାପିଥିଲା। ରୋମୀୟମାନେ ଗ୍ଲାସର ବହୁଳ ଉତ୍ପାଦନ ଆରମ୍ଭ ହେଲା ଏବଂ ଏହାକୁ ୱିଣ୍ଡୋ, ମିରର ଏବଂ ସାଜସଜ୍ଜା ବସ୍ତୁରେ ବ୍ୟବହାର କରାଗଲା। ସମୟ ସହିତ ଦର୍ପଣ ତିଆରି କରିବାର ପ୍ରଯୁକ୍ତି ବିଦ୍ୟାରେ ଉନ୍ନତି ଆସିଲା। ଆଜିକାଲି ମିରର ତିଆରି ପାଇଁ ବିଭିନ୍ନ ପ୍ରକାରର ବାଲି ଏବଂ ଖଣିଜ ପଦାର୍ଥ ବ୍ୟବହାର କରାଯାଏ। ଏବେ ପ୍ରଶ୍ନ ଉଠୁଛି ଯେ ପ୍ରଥମ ଥର ପାଇଁ ଦର୍ପଣରେ କିଏ ଚେହେରା ଦେଖିଥିଲେ? ଏହାର ସଠିକ ଉତ୍ତର କାହାରି ପାଖରେ ନାହିଁ, କିନ୍ତୁ କିଛି ଆର୍ଟିକଲରେ ଦର୍ଶାଯାଇଛି ଯେ ଦର୍ପଣରେ ଟେବିଲି ନାମକ ଜଣେ ବ୍ୟକ୍ତି ପ୍ରଥମେ ନିଜ ଚେହେରା ଦେଖିଥିଲେ। ମିରର ଉଦ୍ଭାବନ ଏକ ଦୀର୍ଘ ଏବଂ ଆକର୍ଷଣୀୟ ଯାତ୍ରା ଇତିହାସ। ଦର୍ପଣ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଆମ ଜୀବନଶୈଳୀକୁ ବହୁତ ପ୍ରଭାବିତ କରିଛି।